ओके, नमस्कार, गुड मॉर्निंग। जय आरसीएम। जय ଅଛି। जय आरसीएम, बहुत बहुत धन्यवाद आपण मानकु। आम्ही पुणी ई आरसीएम परिवार तरफरु ये गुरुकुल शाखा है आपण मानकु स्वागत। ये आज गुरुकुल को आमे बहुत भल शिक्षा पाइले। जेमति कि दिनेश सर लास्ट रे कहते जे सब प्रकार नॉलेज आम रहिबा निहाती जरूरी, ताकि आमे आगु को भी बढ़ी परिबा, बहुत डेवलप भी करि परिबा। ସେଥିଲାଗି ଆମକୁ ବହୁତ କିଛି ଉଁ, ବିଭିନ୍ନ ପ୍ରକାର ଯାହା ଯାହା ଆମର ଗୁରୁକୁଳରେ ରହୁଛି, ଆରସିଏମ ର ପ୍ରତ୍ୟେକ ପ୍ରଡକ୍ଟର ଲାଭ ବି ନେବା ନିହାତି ଜରୁରୀ। ପ୍ରୋଟିଜ ଆମ ପାଇଁ ବହୁତ ବଢିଆ। ଆଉ ପ୍ରୋଟିଜରେ ବହୁତ ସାରା ପ୍ରୋଟିନର ମାତ୍ରା ଅଛି। ତାକୁ ଯଦି ଆମେ ବ୍ୟବହାର କରିବା ତାହେଲେ ଆମେ ସୁସ୍ଥ ରହିପାରିବା। ଓକେ, ଆଜି ଆଜିର ଗୁରୁକୁଳରେ କଣ ଆମେ ଶିଖିଲେ? ଆଜି ତ ଅଲରେଡି ବହୁତ ସମୟ ହେଇଯାଇଛି। ଆମେ ସର୍ଟରେ ଶେଷ କରିବା। ଅପା, ୱେଲକମ୍। ଏ ତ ମୁଁ ଟିକେ ଥଣ୍ଡା ପଡି ଯାଇଛି ବେଶୀ। କାଲି ଟିକେ ଯୋଉ ଖୋର୍ଦ୍ଧା ଗଲୁ ନା। ନା, ଗୁରୁକୁଳରେ କଣ ଟିକେ ଶିଖିଲେ? ଅପା, ଗୁରୁକୁଳରେ କଣ ଶିଖିଲେ? ସର୍ଟରେ ସାରିବା। ଗୁରୁକୁଳରେ ତ ଆମେ ଆଜି କୁକିଂ ଯୋଉ କାଇନାଟ ମ୍ୟାମ ଶିଖେଇଲେ, ଏନର୍ଜି ବାର ଯୋଉ ଶିଖେଇଲେ ସେଟା ଆମ ଦେହ ପାଇଁ ବହୁତ ଦରକାର। ମୁଁ ଆଜି କାହିଁ ବେଶୀ କହିପାରୁନି। ଓକେ, ଥ୍ୟାଙ୍କ ୟୁ। ପ୍ରବୀଣା ମ୍ୟାଡ଼ାମ କୁହନ୍ତୁ। ଆଜ୍ଞା। ସାର୍ ନମସ୍କାର। ଆଜ୍ଞା, ନମସ୍କାର। ସାର୍ ସାର୍ କହିଲେ ସେବା ମନୋଭାବରେ ଯଦି ଆମେ କିଛି କାମ କରିପାରିବା ତେବେ ଆମେ ବହୁତ କିଛି ଆଗକୁ ଯାଇପାରିବା। ସବୁଠୁ ପ୍ରଥମ କାମ ହେଲା ସେବା ମନୋଭାବ। ଯେ ଆମେ କାହାକୁ ଯାଇକି ହେଲ୍ପ କରୁଛେ, କାହାର ଭଲ ମନ୍ଦ ବୁଝିପାରୁଛେ, କାହାର ଭଲ ମନ୍ଦ କରିପାରୁଛେ, ଯଦି ସେମାନେ ସେଟାକୁ ଗୁରୁତ୍ୱ ଦବା ତେବେ ହେଲେ ଆମେ ବି ସବୁବେଳେ ଆଗକୁ ଯିବା। ଆଉ କିଛି ଦରକାର ନାହିଁ ସାର୍। ଯଦି ସେମାନଙ୍କ ମନକୁ ଆମେ ବୁଝିପାରିବା, ତାଙ୍କର ପ୍ରୋବ୍ଲେମକୁ ବୁଝିପାରିବା, ତେବେ ନିଶ୍ଚୟ ଆମେ ଅଟୋମେଟିକ ଆଗକୁ ଯାଇପାରିବା। ଏଇଟା ମୁଁ ଯେତିକି ଲୋକଙ୍କ ସାଙ୍ଗେ ମିଶିଲା ପରେ ମୁଁ ଏଇଟା ବୁଝିପାରୁଛି, ସମସ୍ତଙ୍କର କିଛି ନା କିଛି ପ୍ରୋବ୍ଲେମ ରହୁଛି। ଆମେ ଯଦି ସେ ପ୍ରୋବ୍ଲେମକୁ ତାଙ୍କ ସାଙ୍ଗରେ ମିଶିକି ସେୟାର କରିପାରିଲେ, ତାଙ୍କର ଜିନିଷକୁ ଇଏ କରିପାରିଲେ, ତେବେ ମତେ ଲାଗୁଛି ବୋଧେ ବହୁତ କିଛି ଆମେ କରିପାରିବା। ଥ୍ୟାଙ୍କ ୟୁ ସାର୍। ଓକେ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ସବୁ ଭାଇ, ଏଇ ସବୁ ସର୍ଟରେ ସାରିବା। ଆଜି ତ ଯାହା ହଉ ବଢିଆ ଜିନିଷ କହିଲେ। ତା ସହିତ ଯାହା ପ୍ରମିଳା ମ୍ୟାଡାମ କହିଲେ ଯେ ସେବା ମନୋବୃତ୍ତି, ସେବା, ସ୍ୱାସ୍ଥ୍ୟ ଆଉ ଏଇ ଦିଟାକୁ ଯଦି ଗୁରୁତ୍ୱ ଦେବା ତାହେଲେ ଆମେ ବହୁତ ବଡ ସକ୍ସେସ୍ ହେବା। ତା ସହିତ ଆଜି ଯୋଉ ଗୁଡ୍ ଡଟ୍ର ପ୍ରଡକ୍ଟ ହେଲା, ତାର ତ ବହୁତ ବଢିଆ ଜିନିଷ, ତାକୁ ଆମେ ସେୟାର କରିପାରିବା ବହୁତ ଲୋକଙ୍କୁ। ଆଉ ପ୍ରତ୍ୟେକ ନାରୀ ମାନଙ୍କ ପାଖକୁ ଯଦି ଲେଡିଜ ମାନଙ୍କ ପାଖକୁ ପଠେଇ ପାରିବା ତାହେଲେ ସେମାନେ ବି ପ୍ରିପାରେସନ କରିପାରିବେ। ଆଉ ଗ୍ରୋଥ ବି ଭଲ ହବ। ଗ୍ରେସ୍ ର ଫର୍ମୁଲା ଏଠି ବହୁତ କାର୍ଯ୍ୟକାରୀ ହେଇପାରିବ ଯଦି ଆମେ ଆପଣେଇବା। ଓଭର ଟୁ ଶତପଥୀ ବାବୁ। ଓକେ, ଥ୍ୟାଙ୍କ ୟୁ। ତାର ଲିଙ୍କ ବି ଗ୍ରୁପରେ ଯାଉଛି। ତ ତାର ଲିଙ୍କରେ ଆମେ ସମସ୍ତେ ରେଜିଷ୍ଟ୍ରେସନ କରିକି ତାର ଏକ୍ସପର୍ଟ ବି ଆମେ ହେଇପାରିବା। ତ ଆସନ୍ତୁ ଆମେ ଯିବା ସାର୍ଙ୍କ ପାଖକୁ, ଆଜି ସାର୍ଙ୍କର ବିଚାର ଶୁଣିବା। ସାର୍, ୱେଲକମ୍ ସାର୍। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ସାର୍ ନମସ୍କାର ନମସ୍କାର। ନମସ୍କାର ନମସ୍କାର। 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 ହଁ, ତ ଆଜିର ସବୁ ଗୁଡ୍ ଡଟ୍ ଉପରେ ତ ଭଲ ଭାବେ ବୁଝଉଥିଲେ, ଆପଣ ମାନେ ସବୁ ଦେଖିଲେ। ତ ପ୍ରକୃତରେ ସେବା, ସଂସ୍କାର, ଏଇ ଯୋଉ ଆମର ସ୍ୱାସ୍ଥ୍ୟ, ଏଇ ଯୋଉ ତିନିଟା ଶବ୍ଦ, ସେ ତାକୁ ଯଦି ଆମେ ଠିକ ମତନ କାର୍ଯ୍ୟକାରୀ କରିବା ତେବେ ଆରସିଏମ ବିଜନେସ ବହୁତ ବଡ ଆକାରରେ ଆମେ କରିପାରିବା। ତ କାରଣ କଣ ନା, ଆମେ ଲୋକଙ୍କ ସହିତ ଦେଖନ୍ତୁ, ଇଏ ବହୁତ ଟିସି ସାର୍ ଜି ବହୁତ ଗବେଷଣା କରି, ବହୁତ ରିସର୍ଚ୍ଚ କରି, ବହୁତ ଅନୁଭୂତିରୁ ସିଏ ବର୍ତ୍ତମାନ ସେବା ମନୋଭାବ ନେଇ ଲୋକଙ୍କୁ ଆମେ ଯଦି ପାଖରେ ପହଞ୍ଚିବା, ଲୋକଙ୍କ ପାଖରେ ଆମେ ସେବା ମନୋଭାବ ନେଇ ପହଞ୍ଚିବା, ଲୋକଙ୍କୁ ଆମେ ଆରସିଏମ କଥା କହିବା, ବିଜନେସ କଥା କହିବା, ଏମିତି ପ୍ରଥମେ କହିଦେଲେ କଣ ହଉଛି ନା, ପ୍ରଥମେ କହିଲେ ଲୋକମାନଙ୍କର ବୁଝିପାରୁନାହାନ୍ତି, ସେମାନେ ନେଗେଟିଭିଟି ହେଇଯାଉଛନ୍ତି, ଏମିତି ବହୁତ ଆମେ ଅନୁଭବ କରିଛୁ। ତେଣୁ ଆମେ ବି ମାନେ ଆମ ଅନୁଭୂତିରୁ ଆମେ ସେୟା କହୁଛୁ। ଗୋଟେ ପୁରୁଣା କଥା,
जे 10-11 वर्ष तले आम जितेबाला आरसीएम लीगल प्रोब्लेम नहीं गिरी हमर किसी दिन पाई सेटा बंद होइतिला तापर जितेबाला खोलिला लोक माने तो ठीक बंधन बुझी पारलेनी से माने आरसीएम सहित ऊपर तांकर सब आक्रोश हो जाइतिला आरसीएम कथा शुणी से शुणु नथिले जमा समाज शुणु नथिले सतदेव मु आमे कोन गलु खाली न्यूट्रीचार्ज हेल्थ कैंप आमे खाली हेल्थ कैंप ही कलु सेवा मनोभाव नहीं गिरी आमे लोकन को सेवा कलु खाली लोकन को सेवा कलु देखिलु जे सारा भारत रे से ही टीसीजी कर भी से ही नारा चलछि सबुठी न्यूट्रीचार्ज रो प्रोग्राम न्यूट्रीचार्ज रो हेल्थ कैंप लोक माने केमति सुस्थ रहिबे क्षीर रे चा पीबनी हेलो सुस्थ रहिबे केमति स्वास्थ्य भल रहिबे तो आमे मध्य से या करिलु हमर प्रोग्राम मध्य से आला केवल न्यूट्रीचार्ज रो माने ए जो आमे सेवा मनोभाव नै गिरी लोकन को हेल्थ कैंप कलु तांको सब सुस्थ केमति रहिबे स्वास्थ्य केमति भल रहिबो ए विषय रे जते बेले तांको सहित संपर्क बढ़िला लोक हमर आसिले मीटिंग को आसिले सेमिनार को आसिले हमर हेल्थ कैंप को आसिले माने हेल्थ कैंप को 100 150 200 लोक आसिले हम सेठी आरसीएम कथा किछि आलोचना करूना धीरे धीरे बड़ी बड़ी चलला हमर लोक संपर्क बढ़िला लोक संपर्क तले बढ़िला लोक ने तले हम सहित इंटरेक्शन ले ऑटोमेटिकली से माने कोन कले तांको भितरे आग्रह सृष्टि हला आरसीएम रो प्रोडक्ट्स जेमति हमर तेल तो मेन तेल चा एगुड़ा से माने व्यवहार कले तो तापरे जो मानकर मन बदली गला सब अटैचमेंट बढ़ी गला संपर्क बढ़ी गला तापरे आरसीएम बिजनेस रे इनकम केमती आसीबा से विषय नै गिरी समस्ते जोरदार करी लागि पड़थिले तो सेइथरु हमें बुझिलु जे लोकन पाखरे हमें पहुंचिया गले लोकन को सेवा मनोवृत्ति नै गिरी लोकन पाखरे हमें पहुंचीबा जदी तेबे हमें लोक संपर्क करि परिबा तेणु आमे समस्ते प्रायोरिटी दबा हेल्थ कैंप करंतु किंतु हेल्थ कैंप चारियाडे करंतु जोठी कि सेटा कंटिन्यूअस करंतु आरती मैडम को जो हेल्थ कैंप करथिले जेटा जेमति डिसेंबर जेमति से हेल्थ कैंप करिवे एटा को मन रखि थांतु डिसेंबर रे जेमति हेल्थ कैंप करिवे जनवरी रे हेल्थ कैंप करिवे गोटे जगह जदी आपण रेगुलर हेल्थ कैंप करिवे देखिवे से बहुत बड़ आकार धारण करिवो आ बहुत लोकन को अटैचमेंट मध्य रहिबो तापरे हेल्थ कैंप सेवा प्रकार कर्म द्वारा तो आमे लोकन सब पाख हेई परिबा लोकन को निकटतर हेई परिबा ता सहित हमर कोन होउची ना एते बडा बडा प्रोडक्ट बारची जेमति गुड डॉक्टर प्रोडक्ट आमे गोटे गुड डॉक्टर प्रोडक्ट तयारी करी लोकन सहित जेते बेले आमे शेयर करिबा तो तार प्रोसेस ताकू केमिति का स्वास्थ्य पई केते भलो केते टेस्टी ए सब जेते बेले आमे ए प्रकार वातावरण तयारी करिबा ताले लोकन सहित आउरी अटैचमेंट हमरो हे जाई परिबो गुड डॉक्टर प्रोडक्ट्स से भली सब हमको सहयोग करिवो आमे लोक मानक सहित संपर्क आनिबारे लोक जेते बेले गुड डॉक्टर प्रोडक्ट को जे कोनी प्रोडक्ट गुड डॉट हो न्यूट्रीचार्ज हो जे कोनी प्रोडक्ट जेते बेले गोटिए प्रोडक्ट जेते गोटिए प्रोडक्ट जे कोनसी गोटिए प्रोडक्ट जेते लोक मानक भलो लागिवो से माने कोन करिवे ना अन्य प्रोडक्ट तांका अट्रैक्शन बढ़िवो अन्य प्रोडक्ट अट्रैक्शन बढ़िवो तापर धीरे धीरे ये सिस्टम रे आउ कोन अछि माने जानिबा को ताको भीतर रे जिज्ञासा सृष्टि हबो एइटा होची बड़ कथा टीसीजी सेया ही तांकर मूल लक्ष्य लोकन को एमिति सेवा करंतु से माने ही हमको जिज्ञासा करिवे तांका भीतर जो माने कर्मी जो माने जे मानकर विजन भलो जो मानकर ड्रीम अछि किछि ओडे करिया पई जेतले से माने जानिबे जे या द्वारा मध्य बहुत भला भाबे निजर लाइफस्टाइल बदली परिबो निजर गोटे साइड इनकम हे परिबो लोके जेते इनकम करुथिले भी अधिका इनकम गोटे ऑनेस्ट उपाय रे करिवारे समस्त चाहती मुकेश अंबानी आज एते बड़ हेची कोन तापर भी सी बड़ बड़ प्रोजेक्ट करूची मुकेश अंबानी रो बड़ बड़ प्रोजेक्ट करी चलीची एते बड़ एते समस्त एक नंबर हेकरी मध्य से आउरी प्रोजेक्ट करूची आउरी जेते आमे इनकम करबा पई व्यवस्था निजर करबा निजर जेते बेले हम इनकम करबा पई जोडे कथा निजर इनकम करबा पई जे चेष्टा करबा तारे अन्य मानकर इनकम करि सरला पर सिना हम पाको आसीबो ना आमे जदी निजर इनकम करबा को चेष्टा करबा ताले अन्य मानकर इनकम हेई सरला पर हम पाको आसीबो सिस्टम तो सेया अन्य मानको इनकम न करबा व्यवस्था न कला हम पाको इनकम आसीबो केमति का ये गोटे प्रथम कथा द्वितीय कथा होची जदी आमे समस्तंकर सेवा करबा आ अन्य मानकर इनकम करबा पई व्यवस्था करबा ताले मन कोन इनकम हम पाको पळि आसीबो
ଦିଟା ଯାକ ପରସ୍ପର ଉପରେ ନିର୍ଭର କରନ୍ତି। ଆମେ ତେଣୁକରି ଆମର ଇନକମ୍ କରିବାକୁ ଆମେ ଆମେ କଣ କରୁ, ଆମର ମନେ କରନ୍ତୁ ଆମର ଇନକମ୍ ଅଛି, ଆମେ ମାସକୁ 1,00,000-1,50,000 ଇନକମ୍ କରୁଛୁ ଅନ୍ୟ କୋଉ ସୋର୍ସରେ। ଆମେ ଯଦି ଆଉ 50,000 ଲକ୍ଷେ ଇନକମ୍ କରିବା, ତେବେ ଆମେ ଅନ୍ୟମାନଙ୍କୁ 50,000 ଲୋକଙ୍କୁ ସେମିତିକା 1,000-1,000 ଲକ୍ଷ ଟଙ୍କା ଇନକମ୍ କରିବାର ବ୍ୟବସ୍ଥା କରିସାରିଲା ପରେ ଆମ ପାଖକୁ ଇନକମ୍ ଆସିବ। ଯଦି ଆମ ଦ୍ଵାରା ଲୋକମାନଙ୍କ ଦ୍ଵାରା ଇନକମ୍ ପାଇବା, ସ୍ୱାସ୍ଥ୍ୟ ଭଲ ରହିବାର ବ୍ୟବସ୍ଥା ହେଇପାରେ, ତାହେଲେ ସେଇଟା କେତେ ଆମ ପ୍ରତି କେତେ ଆଶୀର୍ବାଦ ହବ, ଲୋକଙ୍କର ଭଲ ପାଇବା ଆସିବ, ଇଏ ଗୋଟେ ଇତିହାସ ରହିଯିବ। ଏଇ ସବୁ ବହୁତ ବଡ ବଡ କଥା ଆପଣ ଯଦି ସୂକ୍ଷ୍ମ ଭାବେ ଚିନ୍ତା କରିବେ, ଆପଣ ମାନେ RCM ରେ ଅଛି, ସେଥିରେ ମାନ ସମ୍ମାନ ଭଲ ଆଶା ସବୁ ରହିବ। ଆଉ ଯୋଉ ଲୋକମାନଙ୍କୁ ଆମେ ନେଇକି ଆସିବା, ସେମାନେ ଯେମିତି ଆମ ପ୍ରତି କୃତଜ୍ଞ ରହିବେ ଯଦି ଆମେ ତାଙ୍କୁ ସେଇଭଳି ସେବା କରିବା। ଆମର ସମ୍ମାନ ଯଦି ସେମାନେ ଆମକୁ ସମ୍ମାନ ଦେବେ ଯଦି ଆମେ ତାଙ୍କର ସେବା କରିବା ଆଉ ତାଙ୍କ ଉପକାର କରିବା। ଥ୍ୟାଙ୍କ ୟୁ। ଓଭର ଟୁ ସତ୍ୟଦେव। ଓକେ, ନମସ୍କାର। ଥ୍ୟାଙ୍କ ୟୁ ସାର୍, ବହୁତ ବଢ଼ିଆ ସାର୍। ଅନ୍ୟର ଚିନ୍ତା କଲେ ଆମେ ନିଜର ବି ଡେଭଲପମେଣ୍ଟ ହେଇପାରିବ, ଇଏ ହେଉଛି ଇଏ ସମାଜର ନିୟମ। ଆଉ ସମାଜ ପାଇଁ ଆମେ କିଛି କରିବା ତ ସେଇଟା ହେଉଛି ନିହାତି ଦରକାର। ସମାଜ ଆମକୁ ବହୁତ କିଛି ଦଉଛି, ତ ଆମେ ସମାଜ ପାଇଁ ବି କରିବା, ଆଗକୁ ବି ବଢ଼ିବା। ତ ଆଉ ନମିତା ମ୍ୟାଡ଼ାମ ଅଛନ୍ତି, ଆପଣ କ'ଣ କହିବେ କି ଆଜି? ସାର୍ ନମସ୍କାର। ନମସ୍କାର ମ୍ୟାଡ଼ାମ, ଜୟ ଆର୍ସିଏମ୍। ଜୟ ଆସେ। ସାର୍ ଆଜି ଗୁରୁକୁଳ ଦେଖୁଥିଲି, ବଢିଆ ଲାଗିଲା। ହଉଛି ଗୁରୁଦାତ ରୋଷେଇ ପ୍ରୋଗ୍ରାମ ବହୁତ ଭଲ ଲାଗିଲା। ମତେ ଇଚ୍ଛା ହଉଛି ମୁଁ ସେ ଭିଡିଓଟା ବାରମ୍ବାର ଦେଖିକିରି ମୁଁ ନିଜେ ତିଆରି କରିକିରି ମୋର ଯୋଉ ଅଛନ୍ତି ଲୋକ ମାନେ ରିଲେସନ ଭିତରେ ତାଙ୍କୁ କେମିତି କିଛି ଦେଇକିରି ସେମାନେ ମାନେ କେମିତି ସେଇଟାକୁ ମାନେ ଆଗ୍ରେସିଭ ହେବେ, ସେଥିପାଇଁ ମୁଁ କିଛି ଚେଷ୍ଟା କରିବି ଆଉ। ଓକେ ଓକେ, ଥ୍ୟାଙ୍କ ୟୁ। ହଁ। ଅନିଲ ସାର୍ ଆସନ୍ତୁ, ଅନମ୍ୟୁଟ୍ କରନ୍ତୁ। ଜୟ ଆଶ୍ରମ ସାର୍, ନମସ୍କାର। ନମସ୍କାର ଆଜ୍ଞା। ବହୁତ ଭଲ ଜିନିଷ ସାର୍ ଶିଖିବାକୁ ମିଳୁଛି। ଯେମିତିକି ସାର୍ କହିଲେ ସାର୍ ଯେ ସେବା ମନୋବୃତ୍ତି ନେଇକି ପ୍ରଥମେ ପହଞ୍ଚିବାକୁ ପଡ଼ିବ। ତ ନିଶ୍ଚିତ ଭାବେ ସେଇ ସେବା ମନୋବୃତ୍ତି କୋଉଠି ନା କୋଉଠି ଅଛି ବୋଲି ଅଲଗା ସଂସ୍ଥା ବି ସେଇ ସେବା ଉପରେ ଚଲେଇଛି। ଆଉ ଇଚ୍ଛା ଅଛି ବହୁତ, କିନ୍ତୁ ଟିକେ ସମୟ ଅସୁବିଧା ଯୋଗୁଁ ଟିକେ ହେଇପାରୁନି। ନିଶ୍ଚିତ ମୁଁ ଏବେ ଚେଷ୍ଟା କରିବି 100ରୁ 100 ଦେବି, ଯେମିତି ହେଇପାରିବ। ସବୁ ଭାଇମାନଙ୍କ ପାଖେ ପହଞ୍ଚି ପାରିବି, ମୋର ଚିହ୍ନା ପରିଚୟ ଯେତେ ଅଛନ୍ତି ସମସ୍ତ ପାଖେ ପହଞ୍ଚି ପାରିବି, ଯେମିତି ଚେଷ୍ଟା କରିବି। ବହୁତ ବଢ଼ିଆ, ବହୁତ ବଢ଼ିଆ, ଥ୍ୟାଙ୍କ ୟୁ। ଆକ୍ଚୁଆଲି ये ସବୁର ଯୋଉ ବିଚାର ମନ ଭିତରେ କେମିତି ଆସେ, ତ ତାର ସଙ୍ଗତରେ ମିଶିଲେ ଆସେ। ତାର ସଙ୍ଗତରେ ମିଶିବା ପାଇଁ ଆମର ଗୁରୁକୁଳର ବ୍ୟବସ୍ଥା ବି ରହୁଛି। ପ୍ରତ୍ୟେକ ଦିନ ଆମେ ଯଦି ଗୁରୁକୁଳକୁ ଡାକିବା, ଆଜି ଗୁଡ୍ଡଟର ଥିଲା, କାଲି ଚାଟ୍ ମସଲା ସେଟା ବି ଅଛି। ତାପରେ ଆଉ ନୂଆ ନୂଆ କଥା ଅଛି, କୋଉଦିନ ମେଡିଟେସନ ଅଛି, ବୁଧବାର ମେଡିଟେସନ ଅଛି, କୋଉଦିନ ନ୍ୟୁଟ୍ରିଚାର୍ଜର ଅଛି। ତ ଆମେ ଅଲରାଉଣ୍ଡର ଆମେ ହେଇଯାଇ ପାରିବା। ତ ପ୍ରତ୍ୟେକ ଦିନ ଗୁରୁକୁଳକୁ ଲୋକଙ୍କୁ ଇନଭାଇଟ୍ କରନ୍ତୁ, ତାକି ଗୁରୁକୁଳର ବିଚାର ଆମ ପାଇଁ ବହୁତ ଭଲ ହେଇପାରିବ। ଆଉ ବହୁତ ସାରା ଇନଫର୍ମେସନ ଆମେ ଡାଇରେକ୍ଟଲି ଯାହାକି ଆମର ସିଷ୍ଟମ, ଆମ ସଂସ୍ଥା ତରଫରୁ ଯାହା ଯାହା ଆମର ଇନଫର୍ମେସନ, ସେଇ ଇନଫର୍ମେସନ ବି ସମସ୍ତଙ୍କ ପାଖକୁ ଡାଇରେକ୍ଟ ପଳେଇବ। ଆପଣଙ୍କୁ ବହୁତ ଇଜି ହେଇଯିବ ଆପଣଙ୍କ ବିଚାର ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ। ତା ସହିତ ଫିଜିକାଲ ଯୋଉ ବ୍ୟବସ୍ଥା କରାଯାଉଛି, ଫିଜିକାଲ ମିଟିଂ, ଯେମିତିକି ULP ପ୍ରୋଗ୍ରାମ କମ୍ପାନୀର ହଉଛି, ତ ସବୁଠୁ ବହୁତ ଭଲ କଥା। ଆପଣ ତ ଖୋର୍ଦ୍ଧାରେ ଅଛନ୍ତି, ଶର୍ମିଷ୍ଠା ମ୍ୟାଡ଼ାମ ଖୋର୍ଦ୍ଧାରେ ବି ଅଛନ୍ତି, କାଲି ଅପା ବି ଯାଇଥିଲେ, ପ୍ରଜ୍ଞା ମ୍ୟାଡ଼ାମ ଯାଇଥିଲେ। ମାନେ ଆପଣଙ୍କୁ ସହଯୋଗ ବି କରିବୁ। ଆଉ ତା ଛଡ଼ା ବହୁତ ସାରା ସାଥୀ ବାହାରୁ ବି ଯାଉଛନ୍ତି ULP ପ୍ରୋଗ୍ରାମକୁ ଦେଖିବା ପାଇଁ। କମ୍ପାନୀ ତରଫରୁ ବହୁତ ବଡ଼ ଆକାରରେ କରାଯାଉଛି, LED ଲାଗିକି ଟାଉନ ହଲରେ ବହୁତ ବଡ଼ ଆକାରରେ କରାଯାଉଛି। ତ ଆମେ ମ୍ୟାକ୍ସିମମ୍ରୁ ମ୍ୟାକ୍ସିମମ୍ ଲୋକଙ୍କୁ ଯଦି ସେଠି ଇନଭାଇଟ୍ କରିବା, ତ ସେଠି ଦେଖେଇବା ତାଙ୍କୁ ULP ର ପ୍ରୋଗ୍ରାମ ଆମେ ଦେଖେଇବା, ତ ସେଥିରେ ବହୁତ ବଡ଼ ଭିଜନ ବି କ୍ଲିୟର ହେଇଯିବ। ଯେମିତିକି ସାର୍ କହୁଥିଲେ ନା, ଚାନ୍ଦ ସାର୍, ଯେ ଲୋକଙ୍କର ଧାରଣା ଅଲଗା, ଯେ ଆମେ ଆମେ ଯୋଉଟା ଆକ୍ଚୁଆଲ ଜିନିଷ କଣ ସେଇଟା ଲୋକ ଦେଖି ପାରୁନାହାନ୍ତି। ତ ଆକ୍ଚୁଆଲ ଜିନିଷ ଆମେ ଦେଖିବା ପାଇଁ
ତ ଆମେ ଯଦି ଆମେ ଗୁରୁକୁଳ କୁ ଡାକିବା, ୟୁଏଲପି ପ୍ରୋଗ୍ରାମ କୁ ଡାକିବା ତ ବହୁତ ବଡ ହେଇପାରିବ। ଆଉ ତା ଛଡା 28 ତାରିଖ ତ ଆମର ଭୁବନେଶ୍ୱରରେ ଶ୍ରୀ ଚାନ୍ଦ ଅତ୍ରି ସାର୍ଙ୍କର ବହୁତ ବଡ଼ ପ୍ରୋଗ୍ରାମ ଅଛି, ସେଥିଲାଗି ବହୁତ ବଡ଼ ପ୍ରିପେୟାର ହେଉଛନ୍ତି। ସମସ୍ତେ ଟିକେଟ ନେଇ ସାରିଲେଣି ଅଲରେଡି। 150 ଟଙ୍କା ଲେଖେ ଟିକେଟ ଅଛି, ଆଉ ସେଥିରେ ବହୁତ ସାରା ନଲେଜ ବି ଆମକୁ ମିଳିଯାଇପାରିବ। ତ ସେଥିଲାଗି ଆମେ ପ୍ରିପେୟାର ବି ହବା ନିହାତି ଜରୁରୀ। ଓକେ, ଲାଷ୍ଟରେ ଶର୍ମିଷ୍ଠା ମ୍ୟାଡାମଙ୍କଠୁ ଶୁଣିକି ଆଜି ମିଟିଂକୁ ଶେଷ କରିବା। ମ୍ୟାଡାମ ଅନମ୍ୟୁଟ କରନ୍ତୁ। ନମସ୍କାର ସାର୍, ଜୟ ଶ୍ରୀ। ନମସ୍କାର। Yes. ଆଉ ସାର୍, ଯୋଉମାନେ ତ ସବୁ ଆକ୍ଟିଭ ନଥିଲେ, ସେ ଇନଆକ୍ଟିଭ ଥିଲେ, ସେମାନଙ୍କୁ ସବୁ କାଲି ଯାଇକି କଣ୍ଟାକ୍ଟ କରିକି ଆକ୍ଟିଭ କରିବା ପାଇଁ ସବୁ ଚେଷ୍ଟା ଚାଲିଛି। ଆଜି ତ ତପନ ବୋଧେ କିଣିକି ଜଏନ୍ ତ ହେଇଯାଇଛି, ସେ କିଣି ନଥିଲା, ଆଜି ସେ କିଣିବ। ଆଉ ମ୍ୟାଡାମ ଆରତୀ ମ୍ୟାଡାମ ଆଉ ପ୍ରବୀଣା ମ୍ୟାଡାମ ସବୁ ତ ଆସିଥିଲେ, ଅନିଲ, ଆମେ ସମସ୍ତେ ଯାଇକି ସବୁ ମାନେ ଚେଷ୍ଟା ଚଲେଇଛୁ ଆଉ। ବହୁତ ବଢିଆ, ବହୁତ ବଢିଆ ମ୍ୟାଡାମ। ଆକ୍ଚୁଆଲି ୟୁଏଲପି ହଉଛି ସେଇମାନଙ୍କ ପାଇଁ ଯୋଉମାନେ ଜାଣି ନାହାନ୍ତି, କିଛି ଆରସିଏମ ବିଷୟରେ ଜାଣି ନାହାନ୍ତି, ଆରସିଏମ କଣ, ବିଲକୁଲ ନୂଆ ସାଥୀ। ତ ଆମ ମାନଙ୍କର କର୍ତ୍ତବ୍ୟ ହଉଛି ଯେ ଆମେ ନୂଆ ସାଥୀଙ୍କୁ ନୂଆ ଦିଗଦର୍ଶନ ଦବା। ଆହୁରି ବି ନୂଆ ନୂଆ ଲୋକଙ୍କ ସହିତ ଯୋଡି ହେବା ପାଇଁ ଆମେ ଚେଷ୍ଟା ଚଲେଇଛୁ। ଏତେ ଆଉ କଣ କରିବି, ମୁଁ ଟିକେ ବିଜି ଅଛି ଆଜି। ଓକେ ଓକେ ଓକେ, ଥ୍ୟାଙ୍କ ୟୁ। ନା ଆମେ ଯେତେ ବି ବହୁତ ଡିଷ୍ଟାନ୍ସ ରୁ ବି ବହୁତ ସାରା, କିଏ ବ୍ରହ୍ମପୁରରୁ ଆସୁଛନ୍ତି, କିଏ କଟକରୁ ଯାଉଛନ୍ତି, କିଏ କେନ୍ଦ୍ରାପଡାରୁ ଆସୁଛନ୍ତି, ତ ଖୋର୍ଦ୍ଧାକୁ ଆସୁଛନ୍ତି, ବହୁତ ଦୂର ଦୂରରୁ ବି ଆସୁଛନ୍ତି। ଆପଣ ବି ଇନଭାଇଟ୍ କରନ୍ତୁ, ଯେତେ ଚିହ୍ନା ଜଣା ଆମର ଅଛନ୍ତି, ସାଥୀ ଅଛନ୍ତି, ତ ଆଜ୍ଞା ସେଠି ଆମେ ଇନଭାଇଟ୍ କରନ୍ତୁ, ତାକି ଆପଣଙ୍କର ବିଚାର ଯାହା ଆମର ଚିନ୍ତାଧାରାଟା ଲୋକଙ୍କ ପାଖରେ ପହଞ୍ଚି ପାରିବ। ଆମେ ଯୋଉ ସମାଜର ଏତେ ଭଲ ଚିନ୍ତା କରୁଛେ, ରୋଗମୁକ୍ତ ଭାରତ ତିଆରି କରିବା ପାଇଁ ଚିନ୍ତା କରୁଛେ, ଲୋକଙ୍କୁ କେମିତି ସ୍ୱାବଲମ୍ବନ ରହିବେ, ତାଙ୍କ ପରିବାରରେ କୌଣସି ଅସୁବିଧା ନ ରହିବ, ମହିଳାମାନେ କେମିତି ସଶକ୍ତିକରଣ ହେଇପାରିବେ, ଏ ପ୍ରକାରର ଯୋଉ ବିଚାର ଆମ ପାଖରେ ରହୁଛି, ଆଉ ଯୋଉ ଯୋଉ ମାଧ୍ୟମରେ ଆମେ କରୁଛେ, ଆମେ ରୋଗମୁକ୍ତି ମିନ୍ସ କୌଣସି ମେଡିସିନ ଦେଇକି ରୋଗମୁକ୍ତି କରୁନେ, ଆମେ ଆହାରକୁ ପରିବର୍ତ୍ତନ କରିକି ଆମେ ଯୋଉ କରୁଛେ, ଇଏ ବିଚାର ଲୋକମାନଙ୍କ ପାଖରେ ପହଞ୍ଚି ପାରିବ। ତ ସେଥିଲାଗି ବିଲକୁଲ ନୂଆ ଯୋଉମାନେ କି କିଛି ବି ଜାଣି ନାହାନ୍ତି, ସେଇମାନଙ୍କୁ ଇନଭାଇଟ୍ କରନ୍ତୁ, ତାଙ୍କୁ ଆମେ ଏଣ୍ଟ୍ରି କରେଇବା, ଏଣ୍ଟ୍ରି କରେଇକି ସେଠି ତାଙ୍କୁ ଦେଖେଇବା। ଲାଷ୍ଟରେ ଅପା କଣ କହୁଥିଲେ କି, ଯଦି କଣ ଅଛି ଆପଣଙ୍କର କହିବା ପାଇଁ? ଅନିଲ ବହୁତ ଆମକୁ ସହଯୋଗ କାଲି କରିଛି, ଓକେ ବହୁତ ଓକେ, ସହଯୋଗ କରିଛି ଅନିଲ। ବାହ, ବହୁତ ବଢିଆ। ଓକେ, ଥ୍ୟାଙ୍କ ୟୁ। ଆପଣ ମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି କାଲି ଆମେ ଦେଖା ହବା। ଜୟ ଆରସିଏମ। ଜୟ ଜୟ ଆସି ତଣ୍ଟିଟା ଆଜି